ଓଡ଼ିଶା ରାଜ୍ୟ ଓ ଓଡ଼ିଆ ଜାତିର ନାମକୁ ଯିଏ ବିଶ୍ୱ ଦରବାରରେ ବିଖ୍ୟାତ କରିପାରିଥିଲେ ସେ ହେଉଛନ୍ତି ଉତ୍କଳର ବରପୁତ୍ର ମହାମହୋପାଧ୍ୟାୟ ଉପାଧିଧାରୀ ସାମନ୍ତ ଚନ୍ଦ୍ରଶେଖର ସିଂ। ସେହି ବ୍ୟକ୍ତି ମଧ୍ୟ ପଠାଣି ସାମନ୍ତ ନାମରେ ଉତ୍କଳବାସୀଙ୍କ ନିକଟରେ ପରିଚିତ। ସାମାନ୍ୟ କେତେଖଣ୍ଡି ବାଉଁଶ ନଳି ସାହାଯ୍ୟରେ ଦୂର ଗଗନର ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧି ନିରୂପଣ କରି ଜ୍ୟୋତିର୍ବିଜ୍ଞାନୀ ସମ୍ବନ୍ଧୀୟ ବହୁ ଜଟିଳ ପ୍ରଶ୍ନର ମୀମାଂସା କରିଯାଇଛନ୍ତି। ସେ ଆଜି ପ୍ରତ୍ୟେକ ଘରେ ଘରେ ପରିଚିତ। ତାଙ୍କରି ପ୍ରଚେଷ୍ଟାରେ ସାମ୍ପ୍ରତିକ ଯୁଗରେ ପାଞ୍ଜି ଗଣନା ସମ୍ଭବପର ହୋଇପାରିଛି। ଚନ୍ଦ୍ରଶେଖରଙ୍କ ରଚିତ ସିଦ୍ଧାନ୍ତ ଦର୍ପଣ ଏକ ଅମ୍ଳାନ ଗ୍ରନ୍ଥ, ଯାହାଦ୍ୱାରା ପାଞ୍ଜିକାରମାନେ ନିର୍ଭୁଲ ଗଣନା କରିପାରୁଛନ୍ତି। ସେହି ମହାନ ଜ୍ୟୋତିର୍ବିଜ୍ଞାନୀଙ୍କ ଜୀବନୀ ଆଲୋଚନା କରାଯିବା ଅତ୍ୟନ୍ତ ଜରୁରୀ ଆଉ ଶାସ୍ତ୍ରସମ୍ମତ ଅଟେ। ସେହି ପଠାଣି ସାମନ୍ତ 1835 ମସିହା ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରି ସାମନ୍ତ ଚନ୍ଦ୍ରଶେଖର ସିଂ ପୁରୀ ଜିଲ୍ଲାର ଖଣ୍ଡପଡ଼ା ରାଜ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ଶ୍ୟାମବନ୍ଧୁ ଏବଂ ମାତାଙ୍କ ନାମ ବିଷ୍ଣୁମାଳୀ। ଶ୍ୟାମବନ୍ଧୁଙ୍କର କୌଣସି ସନ୍ତାନ ନଥିବାରୁ ବିଳମ୍ବରେ ଶିବ ଆରାଧନା କରିବାରୁ ଏହି ପୁତ୍ର ଜାତ ହୋଇଥିବାରୁ ତାଙ୍କର ନାମ ପିତାମାତା ଚନ୍ଦ୍ରଶେଖର ରଖିଥିଲେ। ତାଙ୍କ ପୂର୍ବରୁ ଶ୍ୟାମବନ୍ଧୁଙ୍କର ଅନ୍ୟ ଭାଇମାନେ ମରିଯାଇଥିବାରୁ ତତ୍କାଳୀନ ଅନ୍ଧବିଶ୍ୱାସରେ ପିତାମାତା ପୁତ୍ର ଚନ୍ଦ୍ରଶେଖରଙ୍କୁ ଜଣେ ମୁସଲମାନକୁ ବିକ୍ରୟ କରିଦେଇଥିଲେ। ଏଣୁ ଚନ୍ଦ୍ରଶେଖର ପରବର୍ତ୍ତୀ ସମୟରେ ପଠାଣି ସାମନ୍ତ ନାମରେ ସମାଜରେ ପରିଚିତ ହେଲେ। 5 ବର୍ଷ ବୟସରେ ଚନ୍ଦ୍ରଶେଖର ବାଲ୍ୟ ଶିକ୍ଷା ଆରମ୍ଭ କରିଥିଲେ। 7 ବର୍ଷ ବେଳକୁ ସେ ଅକ୍ଷର ଶିକ୍ଷା ଏବଂ ଦଶକ ପଣିକିଆ ଗୁଣନ, ଅଭିଧାନ, ଅମରକୋଷର ପ୍ରଥମ 5 ସର୍ଗର ଅଧ୍ୟୟନ ଶେଷ କରିସାରିଥିଲେ। 12 ବର୍ଷ ବୟସ ବେଳକୁ ସେ ଓଡ଼ିଆ, ସଂସ୍କୃତ, କାବ୍ୟ, ବ୍ୟାକରଣ ଆଦି ପାଠ ଶେଷ କରି ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ ଆରମ୍ଭ କରିଥିଲେ। 22 ବର୍ଷ ବୟସରେ ଚନ୍ଦ୍ରଶେଖର ଅନୁଗୁଳ ରାଜବଂଶୀୟ କନ୍ୟା ସୀତା ଦେବୀଙ୍କର ପାଣି ଗ୍ରହଣ କରିଥିଲେ। ସାଂସାରିକ ଜୀବନରେ ମଧ୍ୟ ସେ ବିଦ୍ୟା ଅର୍ଜନରୁ ନିବୃତ୍ତ ନ ହୋଇ ବିଦ୍ୟା ଅର୍ଜନରେ ଅଗାଢ଼ ଚେଷ୍ଟା ପ୍ରଚେଷ୍ଟା ଜାରି ରଖିଥିଲେ। ନିଜର 15 ବର୍ଷ ବୟସ ନିଜକୁ ହେଲା ବେଳକୁ ଚନ୍ଦ୍ରଶେଖର ଜ୍ୟୋତିଷ ଶାସ୍ତ୍ରରେ ପାରଙ୍ଗମ ହୋଇସାରିଥିଲେ। ସମୟାନୁକ୍ରମେ ଚନ୍ଦ୍ରଶେଖର 5 ଗୋଟି ପୁତ୍ର ଏବଂ 6 ଗୋଟି କନ୍ୟାଙ୍କର ଜନକ ହୋଇପାରିଥିଲେ। ତୁଳସୀ 2 ପତ୍ରରୁ ବାସିଲା ପରି ଚନ୍ଦ୍ରଶେଖର ଭବିଷ୍ୟତ ଜୀବନରେ ଜଣେ ବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ହେବେ ବୋଲି ପିଲାଦିନରୁ ଜଣାପଡ଼ିଥିଲା। ଦିବାଭାଗରେ ସେ ଛାଇ ମାପି ନିଶ୍ୱାସ ସଂଖ୍ୟା ଦ୍ୱାରା ଛାଇ ପରିବର୍ତ୍ତନର ସମୟ ନିରୂପଣ କରୁଥିଲେ। ଗଛଗୁଡ଼ିକର ଛାଇ ମାପି ଦିବସର ବିଭିନ୍ନ ସମୟରେ ଛାଇର ସ୍ଥାନ ମନେ ରଖିପାରୁଥିଲେ। ରାତିରେ ସେ ଅଧିକାଂଶ ସମୟ ଆକାଶକୁ ଚାହିଁ ତାରାମାନଙ୍କୁ ଲକ୍ଷ୍ୟ କରିପାରୁଥିଲେ। 5 ବର୍ଷ ବୟସରେ ଥରେ ସେ ଦିନବେଳା ଆକାଶରେ ଶୁକ୍ର ନକ୍ଷତ୍ରକୁ ଦେଖିପାରିଥିଲେ। ଚନ୍ଦ୍ରଶେଖରଙ୍କୁ 9 ବର୍ଷ ବୟସରେ ତାଙ୍କର ପିତା ତାଙ୍କୁ ଆକାଶରେ ଥିବା କେତୋଟି ନକ୍ଷତ୍ର ଚିହ୍ନାଇ ଦେଇଥିଲେ। 10 ବର୍ଷ ବୟସରେ ପିତା ପୁତ୍ରକୁ ସାମାନ୍ୟ ଫଳିତ ଜ୍ୟୋତିଷ ଶିକ୍ଷା ଦେଇଥିଲେ। କ୍ରମଶଃ ସେ ପିତାଙ୍କ ସାହାଯ୍ୟରେ ଫଳିତ ଜ୍ୟୋତିଷ ବିଷୟକ ନାନା ଗ୍ରନ୍ଥ ପାଠ କରିବାକୁ ଲାଗିଲେ। ଚାଟଶାଳୀରେ ପଢ଼ିବା ସମୟରେ ସେ ଆକାଶରେ ପକ୍ଷୀ ଉଡ଼ିବା ଗଣୁଥିଲେ ଏବଂ ଗଛର ଛାଇକୁ ମାପି ଗଛର ଉଚ୍ଚତା ନିର୍ଣ୍ଣୟ କରିପାରୁଥିଲେ। ସେ ନିଜ ଘରର ଚାଳ କଣା କରି ଏକ ବାଉଁଶ ନଳି ସାହାଯ୍ୟରେ ଧ୍ରୁବତାରା, ସପ୍ତର୍ଷିମଣ୍ଡଳ, ଗ୍ରହ ନକ୍ଷତ୍ରମାନଙ୍କର ଗତି, ଉଦୟ ଅସ୍ତ ଆଦି ସମୟର ହିସାବ ତାଳପତ୍ର ପୋଥିରୁ ଗଣନା କରି ଜାଣିପାରି ତାହା ଟିପି ରଖୁଥିଲେ। ସେ ବାଉଁଶ ନଳି ସାହାଯ୍ୟରେ ଯେଉଁ ସବୁ ଯନ୍ତ୍ରମାନ ତିଆରି କରିଥିଲେ ତାହାର ନାମ ଥିଲା ଗୋଳଯନ୍ତ୍ର, ଉଲମ୍ବୀ ଚକ୍ର, ସ୍ୱୟଂବହ ଆଦି ଏଗୁଡ଼ିକ ଥିଲା ପ୍ରଧାନ। ସୂର୍ଯ୍ୟଙ୍କର ଛାଇ ସାହାଯ୍ୟରେ ସେ ସୂର୍ଯ୍ୟ ଘଡ଼ି ତିଆରି କରିଥିଲେ
ଅଦ୍ୟାବଧି କଟକର ରେଭେନ୍ସା କଲେଜର ବଗିଚାରେ ପଠାଣି ସାମନ୍ତଙ୍କ ହିସାବ ଦ୍ୱାରା ପ୍ରସ୍ତୁତ ସୂର୍ଯ୍ୟଘଡ଼ି ମଧ୍ୟ ଏଯାବତ ବିଦ୍ୟମାନ। ତାଙ୍କ ଦ୍ୱାରା ତିଆରି ଯନ୍ତ୍ର ଦ୍ୱାରା ସେ ପର୍ବତର ଉଚ୍ଚତା ମାପି ପାରୁଥିଲେ। ଥରେ ସେ ମଞ୍ଜୁଷାଠର ମହେନ୍ଦ୍ରଗିରି ପର୍ବତର ଉଚ୍ଚତା କହିଦେଇ ସମସ୍ତଙ୍କୁ ଚମତ୍କୃତ କରିଦେଇଥିଲେ। ସାମନ୍ତ ଚନ୍ଦ୍ରଶେଖର 14 ବର୍ଷ ବୟସରେ ଗଣିତ ଜ୍ୟୋତିଷ ଆଲୋଚନା ଆରମ୍ଭ କଲେ। 15 ବର୍ଷ ବୟସ ବେଳକୁ ସେ ଗଣିତ ଜ୍ୟୋତିଷକୁ ଗଣନା କରିବାର ପ୍ରଣାଳୀ ଶିଖି ସାରିଥିଲେ। ରାତିରେ ସେ ନକ୍ଷତ୍ରମାନଙ୍କୁ ନିରୀକ୍ଷଣ କରି ଦେଖିଲେ ଯେ ଗଣିତ ଜ୍ୟୋତିଷ କ୍ଷେତ୍ରରେ ପୂର୍ବ ସୂରୀଗଣ ଯେଉଁ ବିଷୟ ସବୁ ଗଣନା କରି ଲେଖି ଯାଇଛନ୍ତି ଠିକ୍ ସେହି ଭାବରେ ସେ ନକ୍ଷତ୍ରମାନଙ୍କୁ ଦେଖିପାରୁ ନାହାନ୍ତି। ଗ୍ରହମାନେ ମଧ୍ୟ ନିଜ ନିଜ ସ୍ଥାନରେ ଦେଖାଯାଉ ନାହାନ୍ତି। ତେଣୁ ସେ ରାତ୍ରି ଅନିଦ୍ରା ହୋଇ ନଭମଣ୍ଡଳକୁ ନିରୀକ୍ଷଣ କରି ଯାହା ସବୁ ଲେଖିଲେ ତାହା ସବୁ ଲିପିବଦ୍ଧ କଲେ। ସେ ତାଙ୍କର 23 ବର୍ଷ ବୟସରେ ଅର୍ଥାତ୍ 1849 ମସିହାରେ ତାଙ୍କ ଅଭିଜ୍ଞତାଲବ୍ଧ ଜ୍ଞାନରାଶିକୁ ଗ୍ରନ୍ଥ ଆକାରରେ ଲେଖିବାକୁ ଆରମ୍ଭ କଲେ। ତାହା 1869 ମସିହାରେ ସମାପ୍ତ ହୋଇଥିଲା। ସେ ଏହି ଗ୍ରନ୍ଥର ନାମ ଦେଇଥିଲେ ସିଦ୍ଧାନ୍ତ ଦର୍ପଣ। ଏଥିପାଇଁ ସରକାର ତାଙ୍କୁ ମହାମହୋପାଧ୍ୟାୟ ଉପାଧିରେ ଭୂଷିତ କରି ମାସିକ 50 ଟଙ୍କା ହାରରେ ପେନ୍ସନ୍ ମଞ୍ଜୁର କରିଥିଲେ। ଚନ୍ଦ୍ରଶେଖରଙ୍କର ଜ୍ୟୋତିଷଶାସ୍ତ୍ର ଗଣନା ବିଶ୍ୱବିଖ୍ୟାତ ହୋଇପାରିଥିଲା। ଯେଉଁଦିନ ସେ ଆମେରିକାରେ ଚନ୍ଦ୍ରଗ୍ରହଣ ହେବ ବୋଲି କହିଥିଲେ ଠିକ୍ ସେହି ସମୟରେ ତାହା ଘଟିବାରୁ ଆମେରିକା, ଲଣ୍ଡନ ଆଦି ଦେଶରେ ତାଙ୍କର ସୁନାମ ବଢ଼ିଯାଇଥିଲା। ଏଣୁ ପଠାଣି ସାମନ୍ତଙ୍କ ସମୟକୁ ଖଣ୍ଡପଡ଼ାର ସୁବର୍ଣ୍ଣ ଯୁଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଥରେ ଚନ୍ଦ୍ରଶେଖର ସପ୍ତଶଯ୍ୟା ପର୍ବତର ଉଚ୍ଚତା ନିର୍ଣ୍ଣୟ କରି ଇଂରେଜ ସାହେବଙ୍କୁ ବିସ୍ମିତ କରାଇଥିଲେ। ବିଭିନ୍ନ ସ୍ଥାନରେ ସେ ପଣ୍ଡିତମାନଙ୍କୁ ବିଦ୍ୟା ଆଲୋଚନାରେ ପରାସ୍ତ କରି ପଣ୍ଡିତ ଏବଂ ଜ୍ୟୋତିର୍ବିଜ୍ଞାନୀମାନେ ଭାବେ ଖୁବ୍ ଖ୍ୟାତି ଅର୍ଜନ କରିଥିଲେ। ଆଜିକାଲି ପରି ସେତେବେଳେ ଦୂରବୀକ୍ଷଣ ଯନ୍ତ୍ରର ଉଦ୍ଭାବନ ବି ନଥିଲା। ସେ ତାଙ୍କର ଅସାଧାରଣ ଶକ୍ତି ବଳରେ ଖଣ୍ଡିଏ ବାଉଁଶ ନଳୀ ସାହାଯ୍ୟରେ ସୌରମଣ୍ଡଳକୁ ମାପି ପାରିଥିଲେ। ତାଙ୍କର ଗଣନା ଅନୁଯାୟୀ ସୂର୍ଯ୍ୟପରାଗ, ଚନ୍ଦ୍ରଗ୍ରହଣ ଆଦି ମଧ୍ୟ ଠିକ୍ ଭାବରେ ଚାଲୁଛି ଏପର୍ଯ୍ୟନ୍ତ ମଧ୍ୟ। ସେ ଉତ୍କଳର ବରପୁତ୍ର କାହିଁକି ସାରା ବିଶ୍ୱରେ ଗଣନା ପାଇଁ ପ୍ରସିଦ୍ଧ। ନିଜର କଠୋର ସାଧନା ବଳରେ ଜ୍ୟୋତିଷ ଶାସ୍ତ୍ରର ଡିକ୍ସିନାରୀ ଭାବେ ସିଦ୍ଧାନ୍ତ ଦର୍ପଣ ସମାଜରେ ଅମୂଲ୍ୟ ଗ୍ରନ୍ଥ ଭାବରେ ପ୍ରତୀୟମାନ ହୋଇଛି। ଏହି ଗ୍ରନ୍ଥରେ 10 କୋଟି ଦିନ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ଗତି ନିର୍ଣ୍ଣୟ କରି ଲେଖି ଯାଇଛନ୍ତି। ସେ ଏକ ଅମ୍ଳାନ ଗ୍ରନ୍ଥ, ଯାହାକି ସେ ଉକ୍ତ ଗ୍ରନ୍ଥ ରଚନା କରି ଓଡ଼ିଆ ଜାତିକୁ ଏକ ବୈଜ୍ଞାନିକ ଜାତି ରୂପେ ପୃଥିବୀରେ ପରିଚିତ କରାଇଛନ୍ତି। ତାଙ୍କର ପ୍ରଗାଢ଼ ପାଣ୍ଡିତ୍ୟ ଫଳରେ ସେ ପୃଥିବୀର ଜଣେ ଜ୍ୟୋତିର୍ବିଜ୍ଞାନୀ ଏବଂ ପଣ୍ଡିତ ଭାବରେ ପରିଗଣିତ ହୋଇପାରିଛନ୍ତି। ବଡ଼ ଆଶ୍ଚର୍ଯ୍ୟର କଥା, ଏପରିକି ସେ ତାଙ୍କର ଗଣନା ଖଣ୍ଡପଡ଼ାଠାରୁ ପୁରୀ ମନ୍ଦିରର ଦୂରତା 1,51,200 ପାଉଣ୍ଡ ମଧ୍ୟ ହେବ ବୋଲି ସତ୍ୟରେ ପରିଣତ ହୋଇଛି। ପୁରୀ ରାଜା ତାଙ୍କୁ ଚନ୍ଦ୍ରଶେଖର ସିଂ ହରିଚନ୍ଦନ ମହାପାତ୍ର ଆଖ୍ୟା ପ୍ରଦାନ କରିଥିଲେ। ସାମନ୍ତ ଚନ୍ଦ୍ରଶେଖରଙ୍କ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଆବିଷ୍କାର ହୋଇଛି ପାଣ୍ଡିତ୍ୟ। ବୈଜ୍ଞାନିକଙ୍କର ମତକୁ ଖଣ୍ଡନ କରି ସେ ପୃଥିବୀର ସ୍ଥିରତା ଓ ପୃଥିବୀର ଚତୁଃପାର୍ଶ୍ୱରେ ସୂର୍ଯ୍ୟଙ୍କର ଭ୍ରମଣ ପ୍ରମାଣ କରିଯାଇଛନ୍ତି। ତତ୍କାଳୀନ ପଥଘାଟହୀନ ବନ ପର୍ବତ ପୂରିତ ଖଣ୍ଡପଡ଼ା ମୁଲକରେ ଜନ୍ମଲାଭ କରି ଆଧୁନିକ ଶିକ୍ଷା ଆଲୋକର ସମ୍ପର୍କରେ ନ ଆସି ସ୍ୱଚ୍ଛ ଦରିଦ୍ର ପରିବାରରେ ଚନ୍ଦ୍ରଶେଖର ମାତ୍ର କେତେ ଖଣ୍ଡ ବାଉଁଶ କାଠି ସାହାଯ୍ୟରେ ବିଶ୍ୱର ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ଯେପରି ଚାଞ୍ଚଲ୍ୟ ସୃଷ୍ଟି କରିପାରିଥିଲେ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ତାହା ବିଶ୍ୱାସ ନହେଲେ ବି ସତ୍ୟ। ଏହି ମହାଜ୍ଞାନୀ ତଥା ଭାରତର ଦ୍ୱିତୀୟ ଭାସ୍କର ଯୋଗଜନ୍ମା ପୁରୁଷ 1904 ଜ୍ୟେଷ୍ଠ କୃଷ୍ଣ ଦ୍ୱାଦଶୀ ତିଥିରେ ଇହଲୀଳା ସମ୍ବରଣ କରିଥିଲେ। ତାଙ୍କରି ସ୍ମୃତିରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ପଠାଣି ସାମନ୍ତ ପ୍ଲାନେଟୋରିୟମ୍ କରାଯାଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତଥାପି ତାଙ୍କ ପାଇଁ ତାହା ଯଥେଷ୍ଟ ନୁହେଁ। ଆମେ ଯଦି ତାଙ୍କ ଭଳି ଏକନିଷ୍ଠ ସାଧନା କରି କିଛି ଅଗ୍ରଗାମୀ ହୋଇପାରିବା, ତେବେ ତାହା ହିଁ ହେବ ତାଙ୍କ ପ୍ରତି ଯଥୋଚିତ ସମ୍ମାନ। ସେ ଆଜି ଇହଜଗତରେ ନାହାନ୍ତି ସତ, କିନ୍ତୁ ତାଙ୍କର ଅମ୍ଳାନ ଗ୍ରନ୍ଥ ସିଦ୍ଧାନ୍ତ ଦର୍ପଣ ତାଙ୍କୁ ଚିରକାଳ ଧରି ଜନସ୍ମୃତିରେ ଅମର କରି ରଖିଥିବ। ଏ ପରିପ୍ରେକ୍ଷୀରେ
କବିବର ରାଧାନାଥ ଯଥାର୍ଥରେ ଉଲ୍ଲେଖ କରିଛନ୍ତି, ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ ନର ଦେହେ ଥିବ ଯାବତ ହୃଦୟ। ଅଧୁନା ପୁରୀଠାରେ ତାଙ୍କର ସ୍ମୃତିକୁ ସମ୍ମାନ ଦେଇ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଛି। ସେହି ଯୋଗଜନ୍ମା ପୁରୁଷଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସର୍ବାଦୌ ବିଚାର୍ଯ୍ୟ। କେମିତି ଲାଗିଲା ପଠାଣି ସାମନ୍ତଙ୍କ ବିଷୟରେ ଏତେ ସବୁ କଥା, ଯାହା ଆମେ ଅଣଦେଖା କରୁଛନ୍ତି ଏଇଭଳି ଜଣେ ମହାପୁରୁଷଙ୍କୁ। ତାଙ୍କର ଅନେକ ସୃଷ୍ଟି, ସେ ବି ପୁସ୍ତକ ଅନେକ ଲେଖିଛନ୍ତି। ଦର୍ପଣ ସାର, ସଂସ୍କୃତରେ ତାଙ୍କର ଦର୍ଶ ଦୀପିକା, ଏଭଳି ଅନେକ ପୁସ୍ତକ ଅଛି। ତେଣୁ ତାଙ୍କୁ ଅନେକ ପ୍ରଣାମ ସହିତ ଆଜିର ଏଇ ଭିଡ଼ିଓଟି ଏଇଠି ରଖୁଛି। ଧନ୍ୟବାଦ।